ରାତିରେ ସବୁ ଶୋଇଗଲା ପରେ ଗାଁରେ ବୁଲୁଛି ଅଜଣା ଜନ୍ତୁ। ଚୁପଚାପ ଦିନସାରା ଜଗି ରହୁଛି। କେମିତି ଅନ୍ଧାର ହେବ ଆଉ ଗାଁ ଲୋକେ ଶୋଇବେ। ଆଉ ସବୁ ଶୋଇଗଲା ପରେ ଛେଳିଙ୍କୁ କରୁଛି ଆକ୍ରମଣ। ଛେଳିଗୁଡ଼ିକୁ ଏମିତି ମାରି ଖାଇଛି ଯେ ସେ ଦୃଶ୍ୟ ଆପଣଙ୍କୁ ଦେଖାଇ ହେବ ନାହିଁ। କିଛି ଛେଳିଙ୍କୁ ଖାଲି ଆକ୍ରମଣ କରି ଛାଡ଼ି ଦେଇଛି ଅଜଣା ଜନ୍ତୁ। ଏଭଳି ଦୃଶ୍ୟ ଦେଖିବା ପରେ ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏ ଅଜଣା ଜନ୍ତୁ ଗୋଡ଼ାଇ ଗୋଡ଼ାଇ ଛେଳିଙ୍କୁ ଆକ୍ରମଣ କରୁଥିବା ଗ୍ରାମବାସୀମାନେ ସନ୍ଦେହ କରୁଛନ୍ତି। ଲୋକମାନେ ଅଜଣା ଜନ୍ତୁ ଭୟରେ ସନ୍ଧ୍ୟା ହେଲେ ଘରୁ ବାହାରୁ ନାହାନ୍ତି। ଅଜଣା ଜନ୍ତୁ ଆକ୍ରମଣରେ 7ଟି ଛେଳିଙ୍କ ମୃତ୍ୟୁ ହୋଇଛି ଏବଂ ଗୋଟିଏ ଛେଳି ଗୁରୁତର ଅଛି। ଛେଳି କୁ ବନ୍ଧା ହେଇଥିଲା ରାତ୍ର 12 ଘଣ୍ଟିଆ ସମୟରେ ଜନ୍ତୁ ଆକ୍ରମଣ ବାଘ ଆସି ଆକ୍ରମଣ କରିକି ମାରି ଦେଇଛି। 7 ପଟ ଆଉ ଗୋଟେ ଆହତ। ମୋର ଆଜ୍ଞା ଯାହାହେଲେ କ୍ଷତି ପୁଣି ମୋତେ ମିଳିବ ବୋଲି ଦରକାର ଆଉ ସେଇଟା ଖୋଜୁଛି। ଏ ମହେନ୍ଦ୍ର ନାୟକ ଆମର ଗରିବ ଲୋକ, ସେ ଛେଳି 8 ପଟରୁ 7 ପଟ ପୁରା ମରିଯାଇଛନ୍ତି, ଆଉ ଗୋଟେ ଆକ୍ରମଣ। ସୂଚନା ଥାଉ କି ଦଶପଲ୍ଲା ବ୍ଲକ ସ୍ଥିତ ତୁମାଣ୍ଡି ଗାଁର ମହେନ୍ଦ୍ର ନାୟକଙ୍କ 8ଟି ଛେଳି ଗୁହାଳରେ ବନ୍ଧା ହୋଇଥିଲେ। କିନ୍ତୁ ବିଳମ୍ବିତ ରାତିରେ ଏକ ଅଜଣା ଜନ୍ତୁ ଆସି ଗୁହାଳ ଭିତରେ ପଶି ଛେଳିମାନଙ୍କୁ ଆକ୍ରମଣ କରିଥିଲା। ଫଳରେ 8ଟି ଛେଳି ଆକ୍ରମଣର ଶିକାର ହୋଇ ସେଥିରୁ 7ଟି ଛେଳିଙ୍କ ମୃତ୍ୟୁ ହୋଇଛି ଏବଂ ଗୋଟିଏ ଛେଳି ଆହତ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ଛେଳିଗୁଡ଼ିକୁ ଚିତାବାଘ ଆକ୍ରମଣ କରିଥିବା ନେଇ ଲୋକମାନେ ସନ୍ଦେହ କରୁଛନ୍ତି। ସେହିପରି ମହେନ୍ଦ୍ରଙ୍କ ରୋଜଗାରର ସାହାରା ସାଜିଥିବା ଛେଳିଙ୍କର ଏପରି ମୃତ୍ୟୁ ହେବା ପରେ ସେ ବର୍ତ୍ତମାନ ଚିନ୍ତାରେ ଅଛନ୍ତି। ତେଣୁ ମହେନ୍ଦ୍ରଙ୍କୁ ସହାୟତା ଯୋଗାଇବା ପାଇଁ ସ୍ଥାନୀୟ ଲୋକମାନେ କହିଛନ୍ତି। ତେବେ ଏ ଅଜଣା ଜନ୍ତୁକୁ ଲୋକମାନେ ବାଘ ବୋଲି ସନ୍ଦେହ କରୁଛନ୍ତି, କିନ୍ତୁ ସଠିକ୍ ଭାବେ ଏହା ବାଘ ବୋଲି କୌଣସି ପ୍ରମାଣ ମିଳିପାରିନାହିଁ। ତେବେ ଏ ଅଜଣା ଜନ୍ତୁ ହାବୁଡ଼ରେ ଯଦି ମଣିଷ ପଡ଼େ ତେବେ ତାର ଅବସ୍ଥା ଯେ କ'ଣ ହେବ ତାହା କେହି ବି ଜାଣିନାହାନ୍ତି। ତେଣୁ ବନ ବିଭାଗ ଯଦି ଏଥିପ୍ରତି ଦୃଷ୍ଟି ଦେବ ତେବେ ଗାଁ ଲୋକେ ସୁରକ୍ଷିତ ରହିପାରିବେ। ଦଶପଲ୍ଲାରୁ ପ୍ରିୟବ୍ରତ ଆଚାର୍ଯ୍ୟଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।